କ୍ୟାରେକ୍ଟର ଆପଣ ଦେଖିବେ ସେ ଦେଖୁଥିବେ ଯିଏ ନବୀନ ବାବୁଙ୍କର କଣ କହିଲେ ଯେ ତୁମ ଗାଡି କାଚ ଭାଙ୍ଗିଛୁ ମୁଁ ସେତେବେଳେ ନଥିଲି ମୁଁ ରାଜନୀତି କଣ ଜାଣିନଥିଲି ସେ ତାହେଲେ କହିଲେ ସେଇଟାକୁ ସମସ୍ତେ ଗଣମାଧ୍ୟମ ବଜେଇଲେ ସେ ତାଙ୍କୁ କ୍ଲାରିଫିକେସନ ଦେଲେ କାହିଁକି ହେଲା କଣ ହେଲା କାହିଁକି ନବୀନ ତ ଆଉ କିଛି କହିଲେ ସେ କଥା କହିଲେ ତାଙ୍କର କାମ ହେଲା ଯେ କ୍ଷମତାର ପାଖରେ ଥିବ ତା ନବୀନ ବାବୁ ତାଙ୍କ କ୍ୟାରେକ୍ଟରଟା ଭଲ ବୁଝୁଛନ୍ତି ସିଏ ତା ପାଖ ଲୋକଟାକୁ ଧରି ବସିବ କେମିତି କ୍ଷମତା ରହିବା ପାଇଁ ପାରିବାଙ୍କୁ ଧରି ବସିଥିଲା ସେ ବସିଥିଲେ ପାରିବାଙ୍କୁ ଧରି ତ ପାରିବାବୁ ଗଲା ପରେ ସସ୍ପେଣ୍ଡ କିଏ ହେଲେ ମୁଁ ହେଲି ନା ସେ କହୁନଥିଲି କି ମିଡ୍ ନାଇଟ୍ ପାରିବାବୁଙ୍କର ଯୋଉ କାମରେ ସସ୍ପେଣ୍ଡ କିଏ ହେଇଥିଲେ ପ୍ରଭାତ ବିଶ୍ୱାଳ ସସ୍ପେଣ୍ଡ ହେଇଥିଲେ ନବୀନ ବାବୁ ଯେ 24 ବର୍ଷ ମୁଖ୍ୟମନ୍ତ୍ରୀ 27 ବର୍ଷ ପାୱାର ରହିଲେ ସେ ମୁଁ ଯଦି ମିଡ୍ ନାଇଟ୍ ଅଫିସ ମତେ ସସ୍ପେଣ୍ଡ କରିଥାନ୍ତେ ମତେ ଅର୍ଗାନାଇଜେସନ ସେକ୍ରେଟାରୀ ପ୍ରମୋସନ ତାକୁ ସସ୍ପେଣ୍ଡ ମାନେ ନବୀନ ବାବୁ କଣ କହୁଛନ୍ତି ଯେ ମୋ ଗାଡି କାଚ ଭାଙ୍ଗିଛୁ ମାନେ ସେ କେମିତି କ୍ଷମତା ପାଖରେ ଭାବନ୍ତୁ ସବୁବେଳେ ସେ କ୍ଷମତାର ପାଖ ଲୋକ ପାଖରେ ଥିବେ